ଚାଷୀ ପଞ୍ଜୀକରଣ ଗୋଟେ ବଡ଼ ସମସ୍ୟା ହେଉଛି ଓଡ଼ିଶାର। ଆପଣମାନେ ଦେଖିଥିବେ ଚାଷୀ ପଞ୍ଜୀକରଣ କରିବା ପାଇଁ ସରକାର ଗୋଟେ ଡେଟ୍ ଧାର୍ଯ୍ୟ କଲେ। ଯେଉଁ ଡେଟ୍ ପର୍ଯ୍ୟନ୍ତ କରିବା କଥା ଅଗଷ୍ଟ 30 ପର୍ଯ୍ୟନ୍ତ କରିବାର ଡେଟ୍ ଧାର୍ଯ୍ୟ କରିଥିଲେ, କିନ୍ତୁ ଅନଫର୍ଚୁନେଟଲି ଅଗଷ୍ଟ 25ରେ ଇନଷ୍ଟ୍ରକ୍ସନ ଗଲା ଯେ ଆଉ ପଞ୍ଜୀକରଣ କରାଯାଇ ପାରିବ ନାହିଁ। ତେଣୁ ଯେଉଁ ଚାଷୀମାନେ ବଳି ପଡ଼ିଲେ বা ଯେଉଁ ଯୋଗ୍ୟ ଚାଷୀମାନେ ଆଜି ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରି ନାହାନ୍ତି, ସେ ଚାଷୀମାନେ ଓଡ଼ିଶାରେ ଆଜିର ଦିନରେ ବର୍ତ୍ତମାନ ତାଙ୍କ ଧାନ କିଭଳି ବିକ୍ରି ହେବ ସେମାନେ ଗୋଟେ ସମସ୍ୟାରେ ଅଛନ୍ତି। ତେଣୁ ଆଜି ଜିରୋ ଆୱାରରେ ମୁଁ ସରକାରଙ୍କୁ ଅନୁରୋଧ କଲି ଯେଉଁ ଯୋଗ୍ୟ ଚାଷୀମାନେ ଆଜି ତାଙ୍କର ପଞ୍ଜୀକରଣ କରିପାରି ନାହାନ୍ତି ତାଙ୍କୁ ଗୋଟେ ପୁନର୍ବାର ସୁଯୋଗ ଦିଆଯାଉ ଏବଂ ସେମାନଙ୍କର ପଞ୍ଜୀକରଣ କରାଯାଉ, ଯାହା ଫଳରେ ଆଗାମୀ ଦିନରେ ଯେତେବେଳେ ଧାନ ବିକ୍ରି ସମୟ ଆରମ୍ଭ ହେବ ସେ ସମୟରେ ଚାଷୀମାନେ ଯେଭଳି ଭାବରେ ତାଙ୍କ ଧାନକୁ ସୁରୁଖୁରୁରେ ଦେଇପାରିବେ। ତେଣୁ ଏର ବ୍ୟବସ୍ଥା କରିବା ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି।